ଜଳରାଶି ଆସିଅଛି। ମୁଁ ଗଭୀର ପଙ୍କରେ ବୁଡ଼ି ଯାଉଅଛି। ମୋର ଛିଡ଼ା ହେବାର ସ୍ଥାନ ନାହିଁ। ମୁଁ ଗଭୀର ଜଳରାଶିରେ ଉପସ୍ଥିତ ହୋଇଅଛି। ପ୍ଲାବନ ମୋ ଉପର ଦେଇ ଯାଉଅଛି। ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ। ମୋର କଣ୍ଠ ଶୁଷ୍କ ହୋଇଅଛି। ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋର ଚକ୍ଷୁ ନିସ୍ତେଜ ହୁଏ। ମୋ ଜୀବନ ଯାତ୍ରା ମଧ୍ୟରେ ଏତେ କଷ୍ଟ ପ୍ରଭୁ, ତୁମ ସାଙ୍ଗେ ଯୋଉ ସମ୍ପର୍କ ରାତି ଦିନ ରହୁଛି, କାହିଁ ତୁମେ ସେ କୋଶ୍ଚିନ୍ କରୁଛନ୍ତି। ତୁମ ରବ କାହିଁ ମୋ ପ୍ରତି, ତୁମର ଡାକ କାହିଁ ମୋ ପ୍ରତି, ତୁମର ଯତ୍ନ କାହିଁ ମୋ ପ୍ରତି। ଆମେ ଯଦି ଆଉ ନୂତନ ନିୟମକୁ ଆସୁ, ନୂତନ ନିୟମରେ ମଧ୍ୟ ସେଇ ପ୍ରକାର ଶିଷ୍ୟମାନେ ଅନେକ ସମୟରେ ସେ ଡାକ ପକାନ୍ତି। ମାଥ୍ୟୁ 4:35ରୁ 41 ପଦ, ମାର୍କ 8:23ରୁ 27 ପଦ, ଲୁକ 8:22ରୁ 25 ପଦ ଆମେ ଯେତେବେଳେ ଦେଖୁ, ଶିଷ୍ୟମାନେ ଯୀଶୁଙ୍କୁ କହୁଛନ୍ତି, ପ୍ରଭୁ ଏତେ ପ୍ରବଳ ଝଡ଼, ତୁମେ କାହିଁ ଆମକୁ ଭୁଲିଗଲ କି? ଆଜିର ମୋର ପ୍ରସଙ୍ଗ ହଉଛି, ଆଉ ଥରେ କହିବା, ପ୍ରବଳ ଝଡ଼ ମଧ୍ୟରେ ଈଶ୍ୱର ଆମର ଯତ୍ନ ନିଅନ୍ତି। ମାଥ୍ୟୁ ପୁସ୍ତକ ତାର 8:23 ପଦରୁ 27 ପଦକୁ ମୁଁ ଆଜିର ଧ୍ୟାନ ପାଇଁ ନେବାକୁ ଚାହେଁ। ଆଉ ଥରେ ମତେ ଦୟାକରି ପଢିକି ସାହାଯ୍ୟ କରନ୍ତୁ। ଯୀଶୁ ନୌକାରେ ଚଢ଼ନ୍ତେ, ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ। ପୁଣି ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା। ମାତ୍ର ଯୀଶୁ ଶୟନ କରିଥିଲେ। ଆଉ ସେମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ। ଯୀଶୁ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ସେତେବେଳେ ଯୀଶୁ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧୀର ସ୍ଥିର ହେଲା। ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି। ତେବେ ଆମେ ଏଠି ଦେଖୁଛୁ, ସେମାନେ କହୁଛନ୍ତି ଆମେ ମଲୁ, ପ୍ରଭୁ ତୁମେ କଣ ଆମର ଯତ୍ନ ନେଉନାଉ? ଆଉ ବ୍ୟାକଗ୍ରାଉଣ୍ଡକୁ ଯେତେବେଳେ ଆମେ ଯିବା, ସେ ଜାଗାରେ ଆମେ ଦେଖୁଛୁ ଏହା ପୂର୍ବରୁ ଯୀଶୁ ଅନେକ ଗୁଡ଼ିଏ କାର୍ଯ୍ୟ କରିଛନ୍ତି। ଆମେ ଯେତେବେଳେ ଦେଖିବା, ଆଉ ଏଇ ଯୋଉ ନଦୀର ଆର ପାରିକୁ ଯିବା ଆଗରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ 3ଟି ପ୍ରାୟ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। ପ୍ରଥମ କଥା ହଉଛି, ସେ ଶତ ସେନାପତିର ଦାସକୁ ସୁସ୍ଥ କରିଛନ୍ତି। ଦ୍ୱିତୀୟ କଥା ହଉଛି, ସେ ପିତରଙ୍କ ଶାଶୁକୁ ସୁସ୍ଥ କରିଛନ୍ତି। ତୃତୀୟ କଥା ହଉଛି, ସେ ଅନେକ ମନ୍ଦ ଆତ୍ମାକୁ ମଧ୍ୟ ସେ ଦୂର କରିଛନ୍ତି ଆଉ ସୁସ୍ଥ କରିଛନ୍ତି। ଏସବୁ ଦେଖିଲା ପରେ, ବର୍ତ୍ତମାନ ଏସବୁ କାର୍ଯ୍ୟ କଲା ପରେ ସେମାନେ ଏ ପାରିରୁ ଆର ପାରିକୁ ଯାଉଛନ୍ତି। ଆର ପାରିକୁ ଯେତେବେଳେ ସେମାନେ ଯାଉଛନ୍ତି, ପ୍ରବଳ ଝଡ଼ ଆସି ସେମାନଙ୍କ ପାଖରେ ପହଞ୍ଚିଛି। ଏ ସମୁଦ୍ରରେ ଏ ମାଛୁଆ ମାନେ ଅନେକ ଥର ଯାଇଛନ୍ତି, କେବେ ତ ଏମିତି ବିପଦ ନାହିଁ। ଏ ସମୁଦ୍ରରେ ଅନେକ ସେମାନେ ଚାଲିଛନ୍ତି, ମାଛ ଧରିଛନ୍ତି, ଏବେ କେବେ ବିପଦ ନାହିଁ। କିନ୍ତୁ ଆଜି ଗୋଟେ ଅକସ୍ମାତ ଏଡେ ବଡ ବିପଦ ତାଙ୍କ ପହଞ୍ଚିଛି। ସେମାନେ ସେତେବେଳେ କହୁଛନ୍ତି ଯେ ଆଉ ଆମେ ମଲୁ। ଯୀଶୁଙ୍କୁ କିଛି ପ୍ରଭାବ କରିପାରେ ନାହିଁ, ଏତେ ବଡ ଝଡ଼, ଆରାମସେ ଶୋଇଛନ୍ତି। ଡଙ୍ଗା ହଲି ଯାଉଛି, ପାଣି ପଶି ଯାଉଛି, କଳା ବାଦଲ ମେଘ ଆସି ଯାଇଛି, ଶିଷ୍ୟମାନେ ଡରି ମରୁଛନ୍ତି। ପଟ ଯୀଶୁ ଆରାମସେ ଶୋଇଛନ୍ତି, କିଛି ତାଙ୍କୁ ଛୁଇଁ ପାରିନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯୀଶୁ ଜାଣିଛନ୍ତି ଯେ ଏସବୁ ଜିନିଷ, ଏ ପ୍ରବଳ ଝଡ଼ ମଧ୍ୟରେ ଏମାନଙ୍କର ବିକଳ କହିବାକୁ ନାହିଁ। କାରଣ ସେମାନେ ମାଛୁଆ ଲୋକମାନେ, ସେମାନେ ଜାଣିଛନ୍ତି ଏମିତି ଝଡ଼ ଯେତେବେଳେ ଆସିଲେ କିଛି ନା କିଛି ଗୋଟେ ବିପଦ ଆସିବ। ଯେତେବେଳେ ବିପଦ ଆସିବ, ସେତେବେଳେ କେହି ବି ତାଙ୍କୁ ରକ୍ଷା କରି ପାରିବେ ନାହିଁ। ଯଦି ଆମେ ଦେଖିବା, ତେବେ ମାଥ୍ୟୁରେ ଆଉ ସେଠି ଲେଖାଯାଏ, ଆଉ ହେ ଅଳ୍ପ ବିଶ୍ୱାସୀ ମାନେ। ମାଥ୍ୟୁ ପଢନ୍ତୁ ଟିକେ। ଯୀଶୁ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସୀ ମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?
ସେତେବେଳେ ଯୀଶୁ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ହଁ ଆଉ ମା ସବୁ ଧୀର ସ୍ଥିର ହେଲା। ଥ୍ୟାଙ୍କ ୟୁ। ପ୍ରଥମ କଥା କହୁଛନ୍ତି ଅଳ୍ପ ବିଶ୍ୱାସୀ ମାନେ ବୋଲି ଏଠି ସେ କହୁଛନ୍ତି। ପ୍ରଭୁ ଆମର ଅଳ୍ପ ବିଶ୍ୱାସ ମଧ୍ୟରେ ସେ କାର୍ଯ୍ୟ କରନ୍ତି। ଯେତେବେଳେ ଛୋଟିଆ ବିଶ୍ୱାସ ଥାଏ ପ୍ରଭୁ କାର୍ଯ୍ୟ କରନ୍ତି। ଏ ଝଡ଼ ମଧ୍ୟରେ ସେ ଯତ୍ନ ନିଅନ୍ତି। ତାର ମୁଁ ତିନି ଗୋଟି କଥାକୁ ଆପଣ ମାନଙ୍କୁ କହିବି। ପ୍ରଥମ କଥା ହଉଛି ଆମେ ଯେତେବେଳେ ଛୋଟିଆ ବିଶ୍ୱାସ କରୁ ପ୍ରଭୁଙ୍କ ଉପରେ ସେତେବେଳେ ସେ ଆମର ଯତ୍ନ ନିଅନ୍ତି। ତେବେ ଏଇ ଯୋଉ ଲୋକମାନେ ଯାଉଛନ୍ତି ଏମାନେ ଡଙ୍ଗାକୁ ଯିବା ପୂର୍ବରୁ ତିନିଟି ସବୁ ଘଟଣାକୁ ସେମାନେ ଦେଖିଛନ୍ତି, କିନ୍ତୁ ସେମାନେ ତାକୁ ଭୁଲି ଗଲେଣି। କଣ କଣ ଦେଖିଛନ୍ତି? ସତ ସେନାପତିର ଦାସକୁ ସୁସ୍ଥ କରିବାଟା ଦେଖିଛନ୍ତି, ନମ୍ବର 1। ଦ୍ୱିତୀୟ କଥା ଦେଖିଛନ୍ତି ପିତରଙ୍କ ଶାଶୁକୁ ସୁସ୍ଥ କରିବା ଦେଖିଛନ୍ତି, ନମ୍ବର 2। ତୃତୀୟ କଥା ଅନେକ ମନ୍ଦ ଆତ୍ମାକୁ ଛଡେଇବାର ଦେଖିଛନ୍ତି। ଏସବୁ ମିରାକଲ, ଏସବୁ ଆଶ୍ଚର୍ଯ୍ୟ କର୍ମ କରିବା ସମୟରେ ଯୀଶୁ ସାଙ୍ଗରେ ଅଛନ୍ତି। ସେମାନେ ମଧ୍ୟ ଯୀଶୁଙ୍କ ସାଙ୍ଗରେ ଅଛନ୍ତି, କିନ୍ତୁ ସେ ସବୁ ସେମାନେ ଭୁଲିଗଲେ। ଯଦି ଆମେ ଦେଖିବା ଏଇ ଯୋଉ ସମୁଦ୍ର, ଏଇ ଯୋଉ ଗାଲିଲି ସମୁଦ୍ର, ପ୍ରାୟ ସମୁଦ୍ର କୂଳରୁ ସେଇ ଯୋଉ ପାହାଡଟା 180 ମିଟର ବୋଲିକରି କୁହାଯାଏ, ସେ ସମୁଦ୍ରର ପତନ ଠାରୁ ଦୂରରେ ଥିଲା। ଆଉ ସମୁଦ୍ରର ଲମ୍ବା 21 କିଲୋମିଟର ଏପଟରୁ ସେପଟୁ ଗଲା ବେଳକୁ, ଏବଂ ତାର ଓସାର ହଉଛି 11 କିଲୋମିଟର। ଏତେ ଦୂରକୁ ଯାତ୍ରା କରୁ କରୁ ପ୍ରବଳ ଝଡ଼ ମଧ୍ୟରେ ଆଉ ସେମାନେ ହତୋତ୍ସାହ ହେଇଯାଉଛନ୍ତି, ନିରୁତ୍ସାହ ହେଇଯାଉଛନ୍ତି। କିନ୍ତୁ ଆନନ୍ଦର କଥା ହଉଛି, ଭଲ କଥା ହଉଛି ଯୀଶୁ ସେମାନଙ୍କ ସଙ୍ଗରେ ଅଛନ୍ତି। ଆପଣଙ୍କ ପ୍ରବଳ ଝଡ଼ ମଧ୍ୟରେ ଯେତେବେଳେ ଛୋଟିଆ ବିଶ୍ୱାସ ଆପଣ ଘୋଷଣା କରିବେ, ଯୀଶୁ ଆପଣଙ୍କ ସଙ୍ଗରେ ରହିବେ। ତେଣୁ ମୁଁ କହିବାର କଥା ଏଇ ଅଳ୍ପ ବିଶ୍ୱାସୀ ମାନେ, ବଡ ବିଶ୍ୱାସ ଦରକାର ନାହିଁ, ବଡ ବିଶ୍ୱାସ ଦରକାର ନାହିଁ, ଛୋଟିଆ ବିଶ୍ୱାସ। ସେ ଜାଣିଛନ୍ତି, ସେ ଅବିଶ୍ୱାସୀ ବୋଲି କହୁନାହାନ୍ତି, କି ସେ ଅଳ୍ପ ବିଶ୍ୱାସ ମାନେ ତୁମେ ଦେଖିଲ କିନ୍ତୁ ତାକୁ ତୁମେ ବିଶ୍ୱାସ କର ନାହିଁ। ଏ ଜାଗାରେ ସୁନ୍ଦର କଥା ଗୋଟେ ଲେଖାଯାଏ, ମୁଁ ତାର ଆଉ ପ୍ରସଙ୍ଗକୁ ମୁଁ ଆଣିବାକୁ ଚାହେଁ। ସେମାନେ କହିଲେ, ହେ ପ୍ରଭୁ ଆମମାନଙ୍କୁ ଉଦ୍ଧାର କର, ଆମେ ମଲୁ। ସେଇ କଥା ପଢିଦିଅ ମା, ହେ ପ୍ରଭୁ ଆମମାନଙ୍କୁ ଉଦ୍ଧାର କର, ଆମମାନେ ମଲୁ। ଆଉ ସେମାନେ ନିକଟକୁ ଆସି ତାହାଙ୍କୁ ହୁଁ, ଉଠାଇ କହିଲେ, ହେ ହୁଁ, ପ୍ରଭୁ ରକ୍ଷା ହୁଁ, କରନ୍ତୁ, ଆମେ ହୁଁ। ମଲୁ। ହଉ। ହେ ପ୍ରଭୁ ରକ୍ଷା କରନ୍ତୁ, ଆମେ ମଲୁ। ତିନିଟା ଶବ୍ଦ। ପ୍ରଥମ କଥା ହଉଛି ପ୍ରଭୁ, ଦ୍ୱିତୀୟ କଥା ହଉଛି ରକ୍ଷା କରନ୍ତୁ, ତୃତୀୟ କଥା ହଉଛି ଆମେ ମଲୁ। ମରିଗଲୁ, ଆମ ପାଇଁ କିଛି ନାହିଁ। ଯଦି ଆମେ ଗ୍ରୀକ ଟେକ୍ସଟ ଯଦି ଯିବା, ପ୍ରଭୁର ପ୍ରକୃତ ଶବ୍ଦ ଲର୍ଡ, କୁରିୟସ୍। ଏ କୁରିୟସ୍ ଶବ୍ଦକୁ ଯେତେବେଳେ ଆମେ ଦେଖୁଛୁ ଗ୍ରୀକରେ, ସେ ହଉଛନ୍ତି ସର୍ବଶକ୍ତିମାନ ପ୍ରଭୁ, ସବୁ କିଛି କରିପାରନ୍ତି। ମାଥ୍ୟୁ ତାକୁ ପ୍ରଭୁ ବୋଲି ଲେଖନ୍ତି, କୁରିୟସ୍ ବୋଲି କରି ଲେଖନ୍ତି। ଆଉ ତାଙ୍କର ସବୁ ଉପରେ ଅଧିକାର ଅଛି, ସବୁ କିଛି ସେ କରିପାରନ୍ତି। କିନ୍ତୁ ଆମେ ଯେତେବେଳେ ମାର୍କକୁ ଯାଉ, ସେ ଏପିଷ୍ଟାଟସ୍ ବୋଲି ଲେଖନ୍ତି, ଯାହାର ଅର୍ଥ ହଉଛି ମାଷ୍ଟର, ଯାହାର ହଉଛି ଗୁରୁ। ଆଉ ଯଦି ଆମେ ଲୁକକୁ ଯାଉ, ଡିଡାକସ୍ ବୋଲି ଲେଖନ୍ତି, ଯାହାର ଅର୍ଥ ହଉଛି ଶିକ୍ଷକ, ଗୁରୁ, ଟିଚର। ତେବେ ଏମାନେ ଶିଷ୍ୟମାନେ ସେଠି ବର୍ତ୍ତମାନ ପୁରୀ ଶବ୍ଦ ବ୍ୟବହାର କରୁନାହାନ୍ତି। ସେମାନେ ଭାବିଲେ ଯୀଶୁ ମଧ୍ୟ ଅନ୍ୟ ପରି ଜଣେ ଗୁରୁ। ସେମାନେ ଭାବିଲେ ଯୀଶୁ ସେମାନଙ୍କର ବିଶ୍ୱାସକୁ ସେଠି ଦେଖେଇ ପାରୁନାହାନ୍ତି। ସେ ଭାବିଲେ ଅନ୍ୟ ପରି ଏମାନଙ୍କୁ ଛୋଟିଆ ମୋଟିଆ ମାନଙ୍କୁ ସାହାଯ୍ୟ କରିବେ। ଲୁକ ଓ ମାର୍କ ତାର ସଠିକ ବିଶ୍ଳେଷଣ ଆଣୁନାହାନ୍ତି, କିନ୍ତୁ ମାଥ୍ୟୁ ଲେଖନ୍ତି କୁରିୟସ୍ ବୋଲି, ପ୍ରଭୁ ସବୁ କରିପାରନ୍ତି ପ୍ରଭୁ ମୋ ପାଇଁ। ଆମେ ଯେତେବେଳେ ଆମମାନେ ପ୍ରଭୁଙ୍କ ପାଖକୁ ଆମେ ଲର୍ଡ ବୋଲିକରି ଯାଉ, ପ୍ରଭୁ ବୋଲିକରି ଯାଉ, ସେତେବେଳେ ପ୍ରଭୁ ସବୁ କରିପାରନ୍ତି ଆମ ପାଇଁ ବୋଲିକରି। ଏମାନଙ୍କ ଜୀବନ ଯାତ୍ରାରେ ଏମାନେ ଆଶ୍ଚର୍ଯ୍ୟ କର୍ମ ଦେଖିଲେ, ଖାଇଲେ, ପିଇଲେ, ରହିଲେ, ସବୁ ଜିନିଷ ଦେଖିଲେ, କିନ୍ତୁ ପ୍ରଭୁତ୍ୱକୁ ସ୍ୱୀକାର କରିପାରୁନାହାନ୍ତି। ଏମାନେ ସେଠି ସେ ଶବ୍ଦକୁ ୟୁଜ କରିପାରୁନାହାନ୍ତି।
ସେମାନେ ଭାବିଲେ ପ୍ରଭୁ ବୋଧେ ଖାଲି ରୋଗକୁ ସୁସ୍ଥ କରିବେ, ପ୍ରଭୁ ବୋଧେ ଖାଲି ଭୂତକୁ ଛଡେଇବେ, ପ୍ରଭୁ ବୋଧେ ଖାଲି ଜ୍ୱରକୁ ଛଡେଇବେ, ହୁଏତ ପ୍ରକୃତି ଉପରେ ପ୍ରଭୁଙ୍କର ଅଧିକାର ନାହିଁ ବୋଲିକରି ଆମେ ଭାବି କହୁଛନ୍ତି ହେ ଯୀଶୁ ଆମେ ମଲୁ। ସେମାନେ ଭାବିଲେ ପ୍ରଭୁ ବୋଧେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ଅଳ୍ପ କାର୍ଯ୍ୟରେ ସେ ଆମମାନଙ୍କୁ ଉଦ୍ଧାର କରିପାରିବେ, ହୁଏତ ପାପକୁ ସେ ଉଦ୍ଧାର କରି ନ ପାରନ୍ତି, କିନ୍ତୁ ଏଠି ଆମେ ଯୋଉ ମରୁଛୁ ଆମମାନଙ୍କୁ ସେ ମରଣକୁ ସେ ଉଦ୍ଧାର କରିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ବେଳେ ବେଳେ ଆମେ ଆମ ଜୀବନରେ ଲର୍ଡସିପ ପ୍ରଭୁତ୍ୱକୁ ଆମେ ଗ୍ରହଣ କରିନଥାଉ, ତେବେ ଆମେ ବେଳେ ବେଳେ ପ୍ରଭୁଙ୍କୁ ସୀମିତ କରିକି ରଖିଦେଇଥାଉ। ପ୍ରଭୁଙ୍କୁ ଆମ ଇଚ୍ଛାରେ ଆମେ ରଖିଥାଉ। ଯେତେବେଳେ କିଛି ନ ଘଟେ ସେତେବେଳେ ଆମ ଜୀବନରେ ଆମେ ବିଶ୍ୱାସ ହରେଇଥାଉ। ଏମାନଙ୍କର ଭାଷାରୁ ଜଣା ପଡୁଛି ଯେ ଏମାନେ ସେଇ ଜାଗାରେ ମାର୍କଙ୍କ ଭାଷା, ଲୋକଙ୍କ ଭାଷା ବ୍ୟବହାର କରୁଛନ୍ତି। ହୁଏତ ସେ ସବୁ କିଛି କରି ନ ପାରନ୍ତି ଏବଂ ସେ କିଛି କରନ୍ତି, ସେମାନେ କେବେ ଜାଣିନଥିଲେ, ଭାବିନଥିଲେ ସେ ସମୁଦ୍ରକୁ ବି ଧମକ ଦେଇଦେବେ। କିନ୍ତୁ ଛୋଟିଆ ତ ଗୋଟେ ବିଶ୍ୱାସ ଅଛି ସେ କହିଲେ। ସେଥିପାଇଁ ଯୀଶୁ କହିଲେ, ଦେଖିଲେ ସାଙ୍ଗେ ସାଙ୍ଗେ ଉଠିଲେ, ହେ ଅଳ୍ପ ବିଶ୍ୱାସୀ ମାନେ। ଏଠି ମାର୍କ ଲୁକ ଲେଖନ୍ତି ଅଳ୍ପ ବିଶ୍ୱାସ, ମାର୍କ ଅଲଗା ଲେଖନ୍ତି, ଲୁକ ଅଲଗା ଲେଖନ୍ତି। ସେମାନେ ହେ ଭୀରୁ ମାନେ ବୋଲି ବୋଧେ ଲୁକ ଲେଖନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯୀଶୁ ଜାଣିଥିଲେ ସେମାନଙ୍କ ଜୀବନ ଯାତ୍ରା। ତେବେ ତାଙ୍କ ଜୀବନରେ କାହିଁକି ଝଡ଼ ଆସିଲା? ସେ ସେମାନଙ୍କୁ ତାଲିମ ଦଉଥିଲେ, ତାଙ୍କ ସାଙ୍ଗରେ ରହୁଥିଲେ, ସେମାନଙ୍କୁ ଜାଣିଥିଲେ ଏମାନେ କେତେ ସାହସ ଲୋକ। ସେମାନଙ୍କୁ ଜଣେଇବାକୁ ଚାହିଁଥିଲେ ସେ ପ୍ରକୃତର ପ୍ରଭୁ ଅଟନ୍ତି। ସେମାନେ ଭାବିଲେ ପ୍ରଭୁ ଶୋଇପଡିଛନ୍ତି, ଆମ ପ୍ରତି ତାଙ୍କ ଯତ୍ନ ନାହିଁ। କାରଣ ମାନେ ତ ଏମାନେ ସେଇ ଯୋଉ ଜଳରେ ଥିଲେ, ସମୁଦ୍ର ମଧ୍ୟରେ ଥିଲେ, ଅନେକ ଥର ସେ ବାଦଲକୁ ସେମାନେ ଦେଖିଛନ୍ତି, ଅନେକ ଥର ସେ ଝଡକୁ ଦେଖିଛନ୍ତି। ଏଇଟା ଗୋଟେ ଭିନ୍ନ ରକମର ଝଡ। ଏ ସୁନାମି ଗୋଟେ ପ୍ରକାର ଭିନ୍ନ ପ୍ରକାର, ଏଇ ଝଡ ଗୋଟେ ପ୍ରକାର ଭିନ୍ନ ପ୍ରକାର। ଆଉ ଏଠି ବଞ୍ଚିବାର ଚାନ୍ସ ନାହିଁ। ଯଦି ଆମେ ମରିଯିବୁ, ଏଠି ଯଦି ଆମେ ପଡିଯିବୁ, ପହଁରିବାକୁ ସୁବିଧା ନାହିଁ, 21 କିଲୋମିଟର ଦୂରକୁ ପହଁରିବାକୁ ପଡିବ। ଆମେ ଯଦି ପଡିଯିବୁ ହୁଏତ ଆମର ଡଙ୍ଗା ଆଉ କାର୍ଯ୍ୟ କରିବ ନାହିଁ। ଏଇ ଯୋଉ ମେଘର ପ୍ରକୋପ, ଏଇ ଯୋଉ ଝଡର ପ୍ରକୋପ ଏତେ ଥିଲା, ମାଛୁଆ ମାନେ ମଧ୍ୟ, ଡଙ୍ଗା ନଉଥିବା ଲୋକମାନେ ମଧ୍ୟ ସାହାଯ୍ୟ କରିପାରିବେ ନାହିଁ। କିନ୍ତୁ କଥା ହଉଛି ଆପଣଙ୍କ ଜୀବନର ଡଙ୍ଗାରେ କୋପ ପ୍ରକୃତି କେତେ ବଢେଇଲେ ବି ଯଦି ଛୋଟିଆ ବିଶ୍ୱାସ କରିବେ, ଯୀଶୁ ଆପଣଙ୍କର ଯତ୍ନ ନେବେ। ଅଳ୍ପ ବିଶ୍ୱାସ ଦରକାର, ବହୁତ ବଡ ବିଶ୍ୱାସ ଆମ ମାନଙ୍କର ଆବଶ୍ୟକତା ନାହିଁ। ଆମେ ଯେତେବେଳେ ଝୁଣ୍ଟି ପଡୁ, ଆମେ ଯେତେବେଳେ ନିଜକୁ ଆଉ ଛୋଟ ମନେ କରୁ, ସେତେବେଳେ ଗୋଟେ ଛୋଟିଆ ବିଶ୍ୱାସରେ ଆମେ ଯେତେବେଳେ ପ୍ରାର୍ଥନା କରିବା, ପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବେ। ମୋର ପ୍ରଥମ ପଏଣ୍ଟ ହଉଛି ଆପଣଙ୍କର ଅଳ୍ପ ବିଶ୍ୱାସରେ ଯୀଶୁ ଆପଣଙ୍କୁ ଯତ୍ନ ନେଇ ଆପଣଙ୍କୁ ଆର ପାରିରେ ପହଞ୍ଚେଇବେ। ଯଦି ଅଳ୍ପ ବିଶ୍ୱାସ କରିବା ଆମେ, ହୁଏତ ବଡ ବିଶ୍ୱାସର ଆମର ଆବଶ୍ୟକତା ନାହିଁ। ତେଣୁ ଆଜିର ଟେକ୍ସଟ ଏଇ ପ୍ରକାର ଆମମାନଙ୍କୁ କହେ ଯେ ପ୍ରଭୁ ପ୍ରବଳ ଝଡ଼ ମଧ୍ୟରେ ଆମମାନଙ୍କୁ ଉଦ୍ଧାର କରନ୍ତି। 2019 କିଏ ଜାଣିଥିଲା ଏତେ ବଡ ବିଘ୍ନ ଆସିଲା? ନିଜ ଲୋକମାନଙ୍କୁ ଆମେ ହରେଇଲୁ, ଅନେକ ଲୋକ ଆମକୁ ଛାଡି ଚାଲିଗଲେ। ପାଳକ ମାନେ ତାଙ୍କ ବିଶ୍ୱାସୀ ମାନଙ୍କୁ ହରେଇଲେ, ବାପା ମାନେ ତାଙ୍କ ଆଉ ମାଙ୍କୁ ହରେଇଲେ, ତାଙ୍କ ପିଲାମାନଙ୍କୁ ହରେଇଲେ, ଅନେକ ପିଲାମାନେ ତାଙ୍କ ବାପାକୁ ହରେଇଲେ। କିନ୍ତୁ ସେ ମଙ୍ଗଳ, ଏ ଝଡ଼ ଆଜ୍ଞା, ଏତେ ପ୍ରକୋପ ତାର ଝଡ଼, ସେମାନେ ଯିଏ ଜାଣିଛି ସେ ହିଁ ଜାଣିଛି। କିନ୍ତୁ ଝଡ଼ରେ ଈଶ୍ୱର ଅଛନ୍ତି, ଆପଣଙ୍କୁ ମୋର ଯତ୍ନ ସେ ନେବେ ପରମେଶ୍ୱର। ତେଣୁ ଆଜିର ଏଇ ପଦରେ ଲେଖାଯାଏ ଯେ ପ୍ରଭୁ ଆପଣଙ୍କର ଛୋଟ ବିଶ୍ୱାସକୁ ସମ୍ମାନ ଦିଅନ୍ତି ଯେତେବେଳେ ଆମେ ପ୍ରଭୁଙ୍କ ହସ୍ତରେ ସମର୍ପିତ। ଦ୍ୱିତୀୟ କଥା, ସେ ତାଙ୍କର ଶବ୍ଦକୁ, ଏଇ ଯୋଉ ମାଡି ଆସୁଥିବା ଶବ୍ଦକୁ ସେ ଧମକ ଦେଇ ଆମମାନଙ୍କୁ ଉଦ୍ଧାର କରୁଛି। ଏଇଠି ଆମେ ଦେଖୁଛୁ ଏତେ ବଡ ଝଡ଼, ସେମାନେ ଭୟ କରୁଛନ୍ତି। ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜାଗାରେ ଅଛନ୍ତି ଏବଂ ସେ ଦେଖିଲେ ଏମାନେ କାଉଳି ବାଉଳି ହଉଛନ୍ତି।
ଏମାନେ ଭାବୁଛନ୍ତି ଆମେ ମରିଯିବୁ, କିନ୍ତୁ ଯୀଶୁ ଦେଖିଲା ବେଳକୁ କିଛି ନାହିଁ ସେଟା ଆମ ପାଇଁ ଏତେ ବଡ। କିନ୍ତୁ ଯୀଶୁ କହିଲେ କିଛି କଥା ନାହିଁ। ସେ କହିଲେ ଏ ଝଡ ଚୁପ ହେଇଯାଅ। ଝଡ ଚୁପ ହେଇଗଲା। ସେ ଆମର ବିଶ୍ୱାସ ବେଳେ ବେଳେ କମ କରିଥାଉ, ସେତେବେଳକୁ ଆମମାନଙ୍କୁ ଝଡ ମାଡି ଆସିଥାଏ। ତେବେ ଏଠି ଆମେ ଦେଖୁଛୁ ଝଡ କେବଳ ଶବ୍ଦ ମାତ୍ର। ଡଙ୍ଗା ହଲୁଛି, ଝଡ ଆସୁଛି, ତାର ଶବ୍ଦକୁ ଶୁଣି ଏମାନେ ଭୟ କରୁଛନ୍ତି। ବିପଦର ଶବ୍ଦକୁ ଶୁଣି ଏମାନେ ଭୟ କରୁଛନ୍ତି। ପ୍ରକୃତ ଜିନିଷ ଏମାନଙ୍କ ପାଖରେ ଆସି ପହଞ୍ଚି ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମ ଜୀବନରେ ଅନେକ ସମସ୍ୟା, ଅନେକ ଝଡ଼ ଦେଇଛି, କିନ୍ତୁ ଆମ ଜୀବନ ଯାତ୍ରାରେ ପରମେଶ୍ୱର ରହିଅଛନ୍ତି। ଯୀଶୁଙ୍କୁ ସେମାନେ ଯୋଉ ପ୍ରକାର ଆକାରରେ ଦେଖୁଥିଲେ, ଯୀଶୁ ସେଇ ପ୍ରକାର ନୁହେଁ। ସେ ଖାଲି ରୋଗକୁ ସୁସ୍ଥ କରିବେ ତାହା ନୁହେଁ, ସେ ଖାଲି ଆଉ ମନ୍ଦ ଆତ୍ମାକୁ ଦୂର କରିବେ ତା ନାହିଁ, ପ୍ରକୃତି ମଧ୍ୟ ସେ ପ୍ରକୃତିକୁ ମଧ୍ୟ ସେ ସୁସ୍ଥିର କରିପାରନ୍ତି। ଏ ପ୍ରକୃତି ଉପରେ ତାଙ୍କର ଅଧିକାର। ଯଦି ଆମେ ବିଶ୍ୱାସ କରୁ, ପ୍ରଭୁ ପ୍ରକୃତି ଉପରେ ମଧ୍ୟ ଆମମାନଙ୍କୁ ବ୍ୟବହାର କରିବେ। ପରମେଶ୍ୱର ବେଳେ ବେଳେ ଆମମାନଙ୍କୁ ଝଡ଼ ଦେଇ ତିଆରି କରିଥାନ୍ତି। ଏ ଶିଷ୍ୟମାନେ ଅନେକ ସମୟରେ ତାଙ୍କ ସାଙ୍ଗେ ରହିଲେ ଆଉ ଭୁଲି ଯାଇଥିଲେ। ଗୋଟେ କାହାଣୀ ଶୁଣୁଥିଲି, ଜଣେ ବାପା ତା ଛୁଆକୁ ନେଲା, ନଦୀରେ ଫୋପାଡୁଥାଏ ନାହିଁ। ସେତେବେଳେ ପିଲା ଭୟ କରୁଛି, ନଦୀରୁ ଆସୁଥିଲେ ଯାଏ ସେ ଆଉ ଥରେ ଫୋପାଡୁଛି। ଆଉ ସେତେବେଳେ ଛୁଆ କହିଲା, ବାପା ମୁଁ ମରିଯିବି, ଏତେ ବି ତମର କାହିଁକି ତୁମେ ନଦୀରେ ଫୋପାଡୁଛ? ସେତେବେଳେ ବାପା କହିଲେ, ତତେ ମୁଁ ତିଆରି କରୁଛି ପହଁରିବା ପାଇଁ, ଆର ପାରିକି ଯିବା ପାଇଁ, ପ୍ରସ୍ତୁତ ହେବା ପାଇଁ। ଆର ପାରିକି ଯିବା ପାଇଁ ହେଲେ ପ୍ରସ୍ତୁତ କରିବା ପଡ଼ିବ। ହୁଏତ ସେବା କାର୍ଯ୍ୟ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣର ଶିଷ୍ୟମାନଙ୍କୁ ପ୍ରସ୍ତୁତ କରୁଥିଲେ। ପ୍ରସ୍ତୁତ କରିବା ପାଇଁ ପ୍ରଭୁ ଅନେକ ସମୟରେ ଝଡ଼ ପଠାନ୍ତି। ବିଶ୍ୱାସକୁ ଆଉ ପାଦେ ଆଗେଇବା ପାଇଁ ପ୍ରଭୁ ଅନେକ ସମୟରେ ଝଡ଼ ପଠାନ୍ତି। ସେତେବେଳେ ଆମେ ବିଶ୍ୱାସ କରିବାକୁ ପଡିବ। ସେତେବେଳେ ଆପଣ ପ୍ରଭୁଙ୍କ ପାଖକୁ ଯିବାକୁ ପଡିବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଏଠି ଦେଖୁଛୁ ପ୍ରଥମ କଥା, ସେ ଅଳ୍ପ ବିଶ୍ୱାସରେ ତାଙ୍କ ଲୋକମାନଙ୍କୁ ସେ ଉଦ୍ଧାର କଲେ। ଯେତେବେଳେ ଛୋଟିଆ ପ୍ରାର୍ଥନା କଲେ, ଲମ୍ବା ପ୍ରାର୍ଥନା ନାହିଁ। ଆମର ଜୁମରେ ମଧ୍ୟ କେତେ ଲମ୍ବା ଲମ୍ବା ପ୍ରାର୍ଥନା କରନ୍ତି। ଅନେକ ଲୋକ ସୁଯୋଗ ଅଛି, ଗୋଟେ ଲୋକ ସରେଇ ଦିଅନ୍ତି ସବୁ। ଆପଣ ଯେତେବେଳେ ଲମ୍ବା ପ୍ରାର୍ଥନା କରିବେ, ଅନେକ ଲୋକମାନେ ଶୁଣିବେ ନାହିଁ। ତେଣୁକରି ଯେତିକି ଦେଇଛନ୍ତି ସେତିକି ଯଦି କହିଲେ ବୋଲେ ଆରାମ ସେ ଶୁଣିବେ। ମୁଁ ଆଜି ସକାଳ ଏକା ଦେଖୁଥିଲି, 15 ମିନିଟ ପ୍ରାର୍ଥନା କଲେ ଅନ୍ୟ ଲୋକ ସୁଯୋଗ ପାଇବେ ନାହିଁ, ଆପଣଙ୍କ ପ୍ରତି କେହି ମନ ଯୋଗେଇବେ ନାହିଁ। ଭିଡିଓ ଖୋଲିଥିଲେ, ଭିଡିଓ ଅଫ୍ କରିଦେଇକି ଆରାମ ସେ ତାଙ୍କ ଚାହା ପିଉଥିଲେ। ଛୋଟିଆ ପ୍ରାର୍ଥନା, ଛୋଟିଆ ବିଶ୍ୱାସ, ଛୋଟିଆ କଥାକୁ ଆମେ ଶିଖିବା। ଅଳ୍ପ ବିଶ୍ୱାସରେ ପ୍ରଭୁ କାର୍ଯ୍ୟ କରନ୍ତି। ଆପଣ ଛୋଟ ହେଇପାରନ୍ତି, ଆପଣଙ୍କର ବିଶ୍ୱାସ ଦୃଢ ହେବାକୁ। ତେଣୁ ଯୀଶୁ କହିଲେ ଯେ ଯଦି ତୁମର ଅଳ୍ପ ବିଶ୍ୱାସ ଅଛି, ତେବେ ସମୁଦ୍ରକୁ ଗଛକୁ ପାହାଡକୁ ଯାଇ ସମୁଦ୍ରର ପଡ ବେଲେ ଯାଇକି ସେ ପଡକୁ, ଯଦି ଆମର ଛୋଟ ବିଶ୍ୱାସ ଅଛି। ପ୍ରିୟ ପ୍ରଭୁଙ୍କର ଲୋକ, ଝଡ଼ ମଧ୍ୟରେ ପରମେଶ୍ୱର ଆପଣଙ୍କ ଯତ୍ନ ନିଅନ୍ତି। ନିରାଶ, ହତାଶ, ଅଭାବ, ରୋଗ, ଅନେକ ଝଡ଼ ଆମ ଜୀବନରେ ଅଛି। ଆର୍ଥିକ ସମସ୍ୟା, ଶତ୍ରୁ ଚାରିଆଡେ, କିନ୍ତୁ ସେ ସବୁ ଭିତରେ ପ୍ରଭୁ ଆମ ସାଙ୍ଗରେ ଅଛନ୍ତି। ଆମେ ଦେଖୁଛୁ ଯୀଶୁ ତାଙ୍କ ସାଙ୍ଗରେ ଅଛନ୍ତି। ଏତେ ବଡ ଝଡ଼ ତାକୁ IVP ଡିକ୍ସନାରୀ ତାକୁ କହେ ଯେ ତାହା ଏକ ଶବ୍ଦ ମାତ୍ର। ସେମାନେ କିଛି ତୁମକୁ ଛୁଇଁ ପାରିବ ନା। ଯୋଉ ଯାଏ ଯୀଶୁ ତୁମ ସାଙ୍ଗରେ ଅଛନ୍ତି, ସେ କିଛି ତୁମକୁ କରିପାରିବ ନାହିଁ। ଦିନକର ଘଟଣା, ଜଣେ ବ୍ୟକ୍ତି ଥିଲେ, ଜୁରେ କାମ କରୁଥିଲେ, ନନ୍ଦନକାନନରେ କାମ କରୁଥିଲେ। ତାଙ୍କ ଛୁଆ ତାଙ୍କୁ କହିଲା, ବାପା ମୁଁ ଆଜି ଆଉ ବାଘ ଦେଖିବା ପାଇଁ ବେଶୀ ଇଚ୍ଛା କରୁଛି। ଛୁଆ କହିଲା, ଯେତେବେଳେ ଦେଖିଲେ ବାଘ, ସିଂହ, ହାତୀ, ଘୋଡା ସେ ଜାଗାରେ ରହିଛି। ଛୁଆ ଗଲା ବେଳକୁ ବାଘ ମାନେ ଜୋର ଗର୍ଜନ କରୁଛନ୍ତି।
ସେତେବେଳେ ଛୁଆ ଦେଖି ଭୟ କଲା। ଛୁଆ ଯେତେବେଳେ ଦେଖି ଭୟ କଲା, ବାପା କହିଲେ କଣ ପାଇଁ ଭୟ କରୁଛୁ? ସାଙ୍ଗେ ସାଙ୍ଗେ ଆଉ ବାପା ଗୋଟେ ହୁଇସିଲ ଗୋଟେ ମାରିଦେଲେ। ସେତେବେଳେ ବାଘକୁ କଣ୍ଟ୍ରୋଲ କରିଦେଲେ, ତା ଗର୍ଜନ ସାଙ୍ଗେ ସାଙ୍ଗେ ବନ୍ଦ ହେଇଗଲା। ଶୈତାନ ସିଂହ ପ୍ରାୟ ଗର୍ଜନ କରି ଆସନ୍ତି, କିନ୍ତୁ ଯୀଶୁ ଯେତେବେଳେ ପଦେ ଆଜ୍ଞା କରିଦେବେ, ତା ରବକୁ ସେ ରଖିଦିଏ, ତା ଝଡକୁ ସେ ବନ୍ଦ କରିଦିଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଖାଲି ରୋଗର ପ୍ରଭୁ ନୁହନ୍ତି, ମୃତ୍ୟୁର ପ୍ରଭୁ ନୁହନ୍ତି, ଝଡର ପ୍ରଭୁ। ଖାଲି ମନୁଷ୍ୟ ମାନଙ୍କର କଥା ସେ ଶୁଣିବେ ସେ କଥା ନାହିଁ। ମନୁଷ୍ୟମାନେ ଖାଲି ତାଙ୍କ କଥା ଶୁଣିବେ ନାହିଁ, ସମୁଦ୍ର ମଧ୍ୟ ତାଙ୍କର କଥା ଶୁଣେ, ଆକାଶ ମଣ୍ଡଳ ତାଙ୍କର କଥା ଶୁଣେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇଠି ଆମେ ଦେଖୁଛୁ ଶିଷ୍ୟ ମାନଙ୍କର ଅଳ୍ପ ବିଶ୍ୱାସ ଅଛି। ମାଥ୍ୟୁଙ୍କର ଅନୁସାରେ ସେମାନେ ଓ ମାଥ୍ୟୁ ଲିଖିତ ସୁସମାଚାର ଅନୁସାରେ ସେମାନେ ଆଉ ପ୍ରଭୁ ଲର୍ଡ ବୋଲି ବିଶ୍ୱାସ କରିବା କଥା ସେମାନେ କଲେ ନାହିଁ, ଏବଂ ସେମାନେ ତାଙ୍କୁ ଛୋଟ ଆକାର ନେଲେ। ତୃତୀୟ କଥା, ସେ ତାଙ୍କର ଡିଭାଇନ ଅଧିକାରକୁ, ତାଙ୍କର ଈଶ୍ୱରୀୟ ଅଧିକାରକୁ ସାବ୍ୟସ୍ତ କଲେ। ଆପଣ ଯେତେବେଳେ, ମୁଁ ଯେତେବେଳେ ଝଡ଼ ମଧ୍ୟରେ ରହୁ, ପରମେଶ୍ୱର ସେତେବେଳେ ଆମମାନଙ୍କୁ ତାଙ୍କର ଈଶ୍ୱରୀୟ ଅଧିକାର ଦେଇ ଉଦ୍ଧାର କରନ୍ତି। ଏଠି ଏମାନେ ମୋଲୁ ମୋଲୁ ବୋଲି କହୁଛନ୍ତି, ସେମାନଙ୍କର ଜୀବନର କୌଣସି ଭରସା ନାହିଁ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ଆଜ୍ଞା କଲାରୁ ଝଡ଼ ସବୁ ବନ୍ଦ ହେଇଗଲା। ପରମେଶ୍ୱର ଯେତେବେଳେ ତାଙ୍କ ସୃଷ୍ଟିରେ ତାଙ୍କର ଆଜ୍ଞା ଦେଲେ, ଗୋଟିଏ ପଦରେ ସବୁ ସୃଷ୍ଟି ହୋଇଥିଲା। ତାଙ୍କ ଗୋଟିଏ ପଦରେ ସୁପ ସମୁଦ୍ର ଦି ଭାଗ ହେଇଗଲା। ତାଙ୍କ ଗୋଟିଏ ପଦରେ ପରମେଶ୍ୱରଙ୍କ ଆଶୀର୍ବାଦରେ ଏଲିଓ କର ଦ୍ଵାରା ବୃଷ୍ଟି ହେଲା। ଆଜି ଯୀଶୁଙ୍କର କଥା ବି ଦେଖୁଛୁ, ତାଙ୍କ ଗୋଟିଏ ଶବ୍ଦ ଯେତେବେଳେ ପ୍ରକୃତି ଶୁଣିଲା, ବନ୍ଦ ହେଇଗଲା। ଏହା ଗର୍ଜନ ମାତ୍ର, ଏହା ତର୍ଜନ ମାତ୍ର। ଆମେ ଯେତେବେଳେ ପ୍ରଭୁ ଉପରେ ଭରସା ଆଉ ନିର୍ଭର, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ତେବେ ଆମେ ଏଠି ଅନେକ ଜିନିଷ ଆମେ ଦେଖିବାକୁ ପାଇଛୁ। ସେ ଭିତରୁ ଯେ ଆମେ ଦେଖୁଛୁ, ସେ ଝଡ଼କୁ ଧମକ ଦେଲେ, ସେ ରିବୁକ୍ କଲେ। ତାଙ୍କର ରବକୁ ସମସ୍ତେ ଶୁଣନ୍ତି। ଯଦି ଗୀତ ସଂହିତା ତାର 107-29 ପଦରେ ମଧ୍ୟ ଆମେ ଯେତେବେଳେ ଦେଖୁଛୁ, ସମୁଦ୍ର ତାଙ୍କର କଥା ଶୁଣିବ, ଖାଲି ମନୁଷ୍ୟ ନାହିଁ। ପଢନ୍ତୁ ମା, ଗୀତ ସଂହିତା 107-29। ସେ ବତାସକୁ ସୁସ୍ଥିର କରନ୍ତି, ତହୁଁ ସମୁଦ୍ରର ତରଙ୍ଗମାଳା ନିରସ୍ତ ହୁଏ। ସେ ବତାସକୁ ସୁସ୍ଥିର କରନ୍ତି, ସମୁଦ୍ରର ତରଙ୍ଗମାଳା ନିସ୍ତର ହୁଏ। ସେ କହିଲା ମାତ୍ର କି ତାଙ୍କ କଥାକୁ ସେ ଶୁଣନ୍ତି। ଏ ଜୀବନ ଯାତ୍ରା, ଏ ଝଡ଼ ମଧ୍ୟରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଅଛନ୍ତି। ପ୍ରଭୁ ଆମମାନଙ୍କୁ ଏ ସମୟ ଦେଇଛନ୍ତି ଏ ଜୀବନ ଯାତ୍ରାରେ ଚାଲିବା ପାଇଁ ବୋଲି। ତେବେ ପ୍ରବଳ ଝଡ଼ ମଧ୍ୟରେ ସେ ଆପଣଙ୍କ ଆମ ସାଙ୍ଗରେ ଅଛନ୍ତି। ତେବେ ମାଥ୍ୟୁ ସେଥିପାଇଁ ସେ କହନ୍ତି 27 ପଦରେ, ସେ 8 ଅଧ୍ୟାୟରେ 27 ପଦରେ ସେ କଥା ସେ କହନ୍ତି। ଆମେ ତାକୁ ଆଉ ଟିକେ ଧ୍ୟାନ କରିବା। ମାଥ୍ୟୁ ତାର 8 ଅଧ୍ୟାୟର 27 ପଦରେ ପଢନ୍ତୁ। ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି। ଲୋକମାନେ ଚମତ୍କୃତ ହେଇ କହିଲେ, ଏ କିପରି ବ୍ୟକ୍ତି, ଏ ତ ଆମ ପରି ମଣିଷ ନୁହନ୍ତି, ଏ ତ ଆମ ପରି ସାଧାରଣ ଲୋକ ନୁହନ୍ତି, ଏ ତ ଆମ ପରି ଆଉ ଚାଳିଚଳନ ଆଙ୍କର ନାହିଁ, କଥାବାର୍ତ୍ତା ଆଙ୍କର ନାହିଁ, ବ୍ୟବହାର ଆଙ୍କର ନାହିଁ। ଏ ସମ୍ପୂର୍ଣ୍ଣ ଅଲଗା ଲୋକ। ଆଙ୍କ କଥା ସମୁଦ୍ର ବି ଶୁଣେ, ଆଙ୍କ କଥା ପବନ ମଧ୍ୟ ଶୁଣେ, ଯାହାଙ୍କର ହାତରେ ସମସ୍ତ କଣ୍ଟ୍ରୋଲ ରହିଛି। ଆମର କଣ୍ଟ୍ରୋଲ ପ୍ରଭୁଙ୍କ ହାତରେ ରହିଛି। ଆମେ ଯେତେବେଳେ ତାଙ୍କ ଉପରେ ଭରସା କରୁ, ପରମେଶ୍ୱର ଆମମାନଙ୍କୁ ଡାକ ପକେଇ କହିବେ, ଚୁପ୍ ହ। ହୁଏତ ଅନ୍ୟମାନେ ଆମର ଦୁଃଖକୁ ଜାଣନ୍ତି ନାହିଁ, ଝଡ଼ ମଧ୍ୟରେ ଅନ୍ୟମାନେ ଆମ କଷ୍ଟକୁ ଜାଣନ୍ତି ନାହିଁ, କିନ୍ତୁ ଆପଣଙ୍କ ସାଙ୍ଗରେ ମୋ ସାଙ୍ଗରେ ଯେଉଁ ଯୀଶୁ ଶୋଇଛନ୍ତି, ଯେଉଁ ଯୀଶୁ ପାଖରେ ଅଛନ୍ତି, ସେ ଆମ ମାନଙ୍କର ଯତ୍ନ ନେବେ। ସେ ଭୁଲିବେ ନାହିଁ, ସେ କେବେ ପାସରିବେ ନାହିଁ। ସେମାନେ ଭାବିଲେ ଭୁଲିଗଲେ ବୋଲିକିରି, ଶୋଇ ପଡିଲେ ବୋଲିକିରି, ଯୀଶୁ ଶୋଇ ନାହାନ୍ତି, ତାଲିମ ଦଉଛନ୍ତି ତାଙ୍କୁ। ଏମାନେ ଆଗକୁ କି ପ୍ରକାର ବଢିବେ। ତାଲିମ ପାଇବା ବେଳେ ଅନେକ କଷ୍ଟ ଆସେ। ପୋଲିସ ତାଲିମ ମୁଁ ଦେଖିଛି, ଅନୁଗୋଳ ଥିଲା ବେଳକୁ ହାତ ମାରନ୍ତି ସେମାନେ।
ବାଡି ମାରନ୍ତି, ଠେଙ୍ଗା ମାରନ୍ତି, ସେମାନେ ପ୍ରସ୍ତୁତ କରନ୍ତି। ଯୀଶୁ ଛୋଟିଆ ଗୋଟେ ଝଡ଼ ଦେଇ ହୁଏତ ଏମାନଙ୍କୁ ପରୀକ୍ଷା କରୁଛନ୍ତି। ଆପଣଙ୍କ ମତେ ଯଦି ପ୍ରସ୍ତୁତ ହେବା ପାଇଁ ଅଛି, ଆମମାନେ ଝଡ଼ ଦେଇ ଯିବାକୁ ପଡିବ, ତେବେ ଆମମାନେ ଉତ୍ତମ ରୂପେ ପ୍ରସ୍ତୁତ ହେଇପାରିବା। ସମସ୍ତେ କହିବା ସାଧାରଣ କଥାଟି କହୁଛି, ଉତ୍ତମ ସୁନା ପାଇବାକୁ ହେଲେ ନିଆଁରେ ପକେଇ ଦିଅନ୍ତି, ତାପରେ ତାର ସୌନ୍ଦର୍ଯ୍ୟ ବଢିକିରି ଆସେ। ପ୍ରକୃତରେ ଏଇ ଯୋଉ କଥା ଆମେ ଆଜି ଶୁଣିଲୁ, ସେଠି ସେମାନେ କହୁଛନ୍ତି ପ୍ରଭୁ ଆମେ ମଲୁ, ସେ ଆମକୁ କେବେ ମରିବାକୁ ଦେବେ ନାହିଁ, ଆମକୁ କେବେ ସେ ଛାଡିବେ ନାହିଁ, ଆମକୁ ଉଦ୍ଧାର କର, ଆମେ ମଲୁ। ଏମାନେ ମରଣରୁ ଉଦ୍ଧାର ପାଇବା ପାଇଁ ପ୍ରାର୍ଥନା କରୁଛନ୍ତି, କିନ୍ତୁ ପାପରୁ ନାହିଁ। ଆମକୁ ପାପରୁ ଉଦ୍ଧାର ପାଇବା ପାଇଁ ପ୍ରାର୍ଥନା କରିବାକୁ ପଡିବ। ଏକ୍ଜାକ୍ଟ ଗ୍ରୀକ ବାଇବଲରେ ତାର ବ୍ୟାଖ୍ୟା କରାଯାଇଛି। ଏମାନେ ଶିଷ୍ୟମାନେ ମରଣରୁ କେମିତି ବଞ୍ଚିଯିବୁ, ଝଡ଼ରୁ କେମିତି ବଞ୍ଚିଯିବୁ। ଯଦି ଆମେ ଝଡ଼ରୁ ମରିଯାଉ, ଝଡ଼ରୁ ବଞ୍ଚିଯାଉ, ପାପୀ ସ୍ୱର୍ଗକୁ ଯାଇପାରିବା ନାହିଁ ଆମେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସନ୍ଧ୍ୟାରେ ଆମମାନଙ୍କୁ ପ୍ରଭୁ ଅନୁଗ୍ରହ କରନ୍ତୁ, ଆପଣଙ୍କ ଜୀବନ ଯାତ୍ରାରେ ଝଡ଼ରେ ଈଶ୍ୱର ଯତ୍ନ ନିଅନ୍ତି। ଆପଣ ଯୀଶୁଙ୍କୁ ସାନ କରିପାରନ୍ତି, କିନ୍ତୁ ସାନ କରିନାହାନ୍ତି। ଛୋଟିଆ ବିଶ୍ୱାସ ଯେତେବେଳେ ରଖିବେ, ପ୍ରଭୁ ଆପଣଙ୍କର ମୋର ଯତ୍ନ ନେବେ। ଯେତେବେଳେ ସେମାନେ ଆଗକୁ ଯାଉଛନ୍ତି, ସେମାନଙ୍କର ଭରସା ନାହିଁ, ସେମାନଙ୍କର ବିଶ୍ୱାସକୁ ହରେଇଲେ, ସେମାନଙ୍କୁ ସବୁ ଜିନିଷ ସେମାନଙ୍କ ଅନ୍ଧାର ଅନ୍ଧାର ଦୂରୁଛି, ସେତେବେଳେ ସେମାନେ ପ୍ରଭୁଙ୍କ ଉପରେ ଭରସା ରଖିପାରିଲେ ନାହିଁ। ଉଠେଇବାକୁ ଗଲେ ସେତେବେଳକୁ ସେମାନେ ଲାଷ୍ଟକୁ ଯୀଶୁଙ୍କୁ ଉଠିବାକୁ ପଡିଲା, ସେତେବେଳକୁ ସେ ଉଠିଲେ ଆଉ ସେମାନଙ୍କୁ ଉଦ୍ଧାର କଲେ। ଆଜି ସନ୍ଧ୍ୟାରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଡେଣା ପଡିଲ ଆମ ଜୀବନ ଯାତ୍ରାରେ ସେ ଆମର ଗୁରୁ ନୁହନ୍ତି। ମୋର କହିବାର ଆଜିର ମୁଖ୍ୟ ଉଦ୍ଦେଶ୍ୟ କଥା ହଉଛି, ମୁଁ କହିଲି ପ୍ରଭୁ ଉଦ୍ଧାର କର, ଆମେ ମନୁ। ପ୍ରଭୁଙ୍କୁ ସେମାନେ ଗୁରୁ ରୂପେ ନେଇଥିଲେ, ହୁଏତ ସେମାନେ ସେଥିପାଇଁ ସେ ଝଡ଼ ଆସିଲା। ସେ ଗୁରୁ ନୁହନ୍ତି, ସେ ଶିକ୍ଷକ ନୁହନ୍ତି, ସେ ରାବାଇ ନୁହନ୍ତି, ସେ ହଉଛନ୍ତି କୁରିୟସ୍ ଅଲମାଇଟି ଗଡ୍, ଯେ ସବୁ କିଛି ଆପଣଙ୍କ ପାଇଁ ମୋ ପାଇଁ କରିପାରନ୍ତି। ଯଦି ଗୁରୁ ହେଲେ ଝାଡା ଫୁଙ୍କା କରିଦେବ ଆମର ଇଣ୍ଡିଆନ ଭାଷାରେ, ଏବଂ ଅଳ୍ପ ସମୟ ପାଇଁ ସେଟା ଯିବ, ଆଉ ତାକୁ କଣ୍ଟିନ୍ୟୁ କରିପାରିବ ନାହିଁ। ମନ୍ତ୍ର ଅଳ୍ପ ସମୟ ପାଇଁ ରହିବ, ଝଡ଼ ଅଳ୍ପ ପାଇଁ ରହିବ, ଭଲ ହେଲା ପରେ ଦୁଷୁଥିବେ କିନ୍ତୁ ଭଲ ହେଇପାରିବେ ନାହିଁ। କିନ୍ତୁ ସେ ଗୁରୁ ନୁହନ୍ତି, ସେ ହଉଛନ୍ତି ପ୍ରଭୁ, ମାଲିକ, ମୋ ଜୀବନର କର୍ତ୍ତା, ଯେ ମୋ ଜୀବନ ଯାକ ମୋ ସହବର୍ତ୍ତୀ ହେବେ, ମୋର ଯତ୍ନ ନେବେ। ପ୍ରଭୁ ଝଡ଼ ମଧ୍ୟରେ ଆମକୁ ପରୀକ୍ଷା କରନ୍ତି, ଝଡ଼ ମଧ୍ୟରେ ଆର ପାରିକୁ ପହଞ୍ଚେଇବା ପାଇଁ ସାହାଯ୍ୟ କରନ୍ତି। ଆର ପାରିକୁ ଯିବା ପାଇଁ ଏ ବାଟରେ ରହିଯାଇଛୁ ଆମେ, ସେମାନେ ଆର ପାରିକୁ ଯିବା ପାଇଁ ଅନେକ କଷ୍ଟ ଆଉ ଦୁଃଖ ରହିଲେ, କିନ୍ତୁ ପ୍ରଭୁ ସେମାନଙ୍କ ସାଙ୍ଗରେ ରହିଲେ। ସେମାନେ କହୁଛନ୍ତି ଏକି ପ୍ରକାର ଲୋକ, ଏକି ପ୍ରକାର ଲୋକ। ଆଜି ଇଣ୍ଡିଆର ଲୋକମାନେ, ଜଗତର ଲୋକମାନେ କହୁଛନ୍ତି ଯୀଶୁ କି ପ୍ରକାର ଲୋକ, କି ପ୍ରକାର ପ୍ରଭୁ, ମାରିଲେ ବି ପିଟିଲେ ବି, ଏତେ କଷ୍ଟ ଦେଲେ ମଧ୍ୟ ଏମାନେ ଯୀଶୁଙ୍କୁ ଛାଡୁନାହାନ୍ତି, ତେବେ କି ପ୍ରକାର ଲୋକ। ଯୀଶୁ ନାମେ ଯେ ଭାବୁଅଛି, କେବଳ ବିଶ୍ୱାସୀ ସିନା ଜାଣିଛି, ଆଉ କିଏ ଜାଣିଛି। ଅମୃତ ନିର୍ଝର ବହେ ଝର ଝର, ତାଙ୍କ ଠାରେ ଅମୃତ ଅଛି, ମରଣ କି 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 ରସ ଲାଗିଛି ଯୀଶୁ ନାମରେ, ଯେ ଏମାନେ ଛାଡବାକୁ ଇଚ୍ଛା କରୁନାହାନ୍ତି। ରାଉରକେଲା ସଭା ବନ୍ଦ କରିଦେଇ ପାରନ୍ତି, ପୁରୀ ସଭା ବନ୍ଦ କରିଦେଇ ପାରନ୍ତି, ନିଆଁରେ ଗ୍ରାମଷ୍ଟେନକୁ ମାରି ଦେଇ ପାରନ୍ତି, ସିଂପୁର ଲୋକକୁ ଘୋଡି ଦେଇ ପାରନ୍ତି, ଥାନାରେ ତାଙ୍କ କଥା କେହି ଶୁଣି ନ ପାରନ୍ତି, କିନ୍ତୁ ଏମାନେ ଆଉ ଛାଡିବାକୁ ଇଚ୍ଛା କରୁନାହାନ୍ତି। ଏ କି ପ୍ରକାର ଲୋକ, କି ପ୍ରକାର ବ୍ୟକ୍ତିଙ୍କୁ ଏମାନେ ପାଇছে। ଆମେ ଯାହାଙ୍କୁ ପାଇଛୁ, ଜୀବନ ଆଉ ମରଣର ଅଧିକାରୀ ସଦାପ୍ରଭୁ ପରମେଶ୍ୱର। ହୁଏତ ଆମେ ଭାବିଥାଉ ବେଳେ ବେଳେ ସେ ଛୋଟ ଅଟନ୍ତି, ଆମେ ଛୋଟ କରିଦେଇଥାଉ ବେଳେ ବେଳେ ତାଙ୍କୁ, କିନ୍ତୁ ସେ ଆମ ପାଇଁ ସବୁ କିଛି ଅଟନ୍ତି। ଯଦି ଆମେ ଛୋଟିଆ ବିଶ୍ୱାସକୁ ନେଇ ଆମେ ଯଦି ଆଗକୁ ବଢିବା, ପ୍ରଭୁ ଆମ ଛୋଟିଆ ବିଶ୍ୱାସରେ କାର୍ଯ୍ୟ କରିବେ, ଆମକୁ ଆଶୀର୍ବାଦ କରିବେ, ଆମମାନଙ୍କର ସମର୍ପିତ ଜୀବନରେ ଝଡ଼କୁ ବନ୍ଦ କରିବେ, ତାଙ୍କର ଅଧିକାରକୁ ସାବ୍ୟସ୍ତ କରିବେ। ଆଉ ଥରେ କହିବା ପାଇଁ ଚାହେଁ, ଏ ଝଡ଼ କେବଳ ସାଉଣ୍ଡ ମାତ୍ର, କଳା ବାଦଳ କେବଳ ଅଳ୍ପ ସମୟ ମାତ୍ର, କିନ୍ତୁ ଆର ପାରିକି ଯିବା ପାଇଁ ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କରେ ଏ ବିଶ୍ୱାସକୁ ସାବ୍ୟସ୍ତ କରିବାକୁ ପଡିବ। ତେବେ ପ୍ରଭୁ ଆଶୀର୍ବାଦ କରିବେ।
ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ ଦୟା କରନ୍ତୁ। ପ୍ରଭୁ ଏଇ ଦିନ ଆମକୁ ଦେଇଛନ୍ତି ଆମ ଜୀବନ ଯାତ୍ରାରେ ପ୍ରବଳ ଝଡ଼ ମଧ୍ୟରେ ସାନ୍ତ୍ୱନା ଦେବା ପରମେଶ୍ୱର, ଯତ୍ନ ନେବା ପରମେଶ୍ୱର। ଆମେ ହୁଏତ ଆଶା ହରେଇଛୁ, ଆମେ ଭରସା ହରେଇଛୁ, ଆମେ ଆଗକୁ ବଢି ପାରିବୁ ନାହିଁ ବୋଲି ସେ ଭିତରେ ସେ ସମୁଦ୍ରକୁ ଦମକ ଦେଲେ ଏବଂ ଆମମାନଙ୍କୁ ସେ ଯତ୍ନ ନେଇ ଆର ପାରିରେ ପହଞ୍ଚେଇବା ପାଇଁ ସାହାଯ୍ୟ କଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସନ୍ଧ୍ୟାରେ ଆମ ଜୀବନ ରୂପକ ପ୍ରବଳ ଝଡ଼କୁ ପ୍ରଭୁ ଯତ୍ନ ନେବା ପାଇଁ ଚାହାନ୍ତି। ଆପଣଙ୍କର କଣ ଝଡ଼ ଆପଣଙ୍କ ଜୀବନରେ ଅଛି ମୁଁ ଜାଣିନାହିଁ, ଆପଣଙ୍କ କଣ ସମସ୍ୟା ଜାଣିନାହିଁ, ବାକି ସେ ସବୁରେ ପ୍ରଭୁ ଆମମାନଙ୍କର ନୌକାର ନାବିକ ଅଟନ୍ତି, ମାଲିକ ଅଟନ୍ତି, ଆମର ଯତ୍ନ ନିଅନ୍ତି। ସେ ଶୋଇ ନାହାନ୍ତି, ସେ ତ ଘୁମେଇବେ ନାହିଁ କି ନିଦ୍ରା ଯିବେ ନାହିଁ, କୁଆଡେ ଶୋଉଛନ୍ତି। ଜଷ୍ଟ ଗୋଟେ ପରୀକ୍ଷା କରିବା ପାଇଁ ଆମମାନଙ୍କୁ ସେ ଏସବୁ ଝଡ଼ ଦେଇ ଆସୁଛନ୍ତି। ଯେତେବେଳେ ଆମ ପରୀକ୍ଷାରେ ପାସ୍ ହେଇଯାଉ ସେତେବେଳେ ଆମମାନେ ଆର ପାରିକୁ ଯାଇପାରିବା। ବେଳେ ବେଳେ ଆମମାନେ ଫେଲ ହେଇଯାଉ, କିନ୍ତୁ ତଥାପି ସେ ଆମମାନଙ୍କର ଯତ୍ନ ନିଅନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ଆମ ଝଡ଼ରେ ଆମମାନଙ୍କର ଯତ୍ନ ନିଅନ୍ତୁ। କି ପ୍ରକାର ଝଡ଼ ଆଉଥରେ ମୁଁ ଜାଣେ ନାହିଁ, ବାକି ତାଙ୍କର ଅନୁଗ୍ରହ ସବୁବେଳେ ଆମମାନଙ୍କ ଉପରେ ରହୁ। ଥ୍ୟାଙ୍କ ୟୁ ସଂଗ୍ରାମ ବାବୁ, ମତେ ସୁଯୋଗ ଦେଇଥିବାରୁ। ଆର ଅନେକ ବିଷୟ ଆଉ ସମୟ ପାଇଁ ମୁଁ ଆଉ ଟିକେ ସମୟ କେତେବେଳେ ନେବି, କିନ୍ତୁ ପ୍ରଭୁ ଅନୁଗ୍ରହ କରନ୍ତୁ ଆଉ ଜୀବନ ଯାତ୍ରାରେ ଆଶୀର୍ବାଦ କରନ୍ତୁ। ଆର ଅନେକ ଗୁଡ଼ିଏ ରହିଛି ବିଷୟ, ପ୍ରଭୁ ମତେ ଆଉ ଅନୁଗ୍ରହ କଲେ। ଆପଣ ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଦିଏ, ସମସ୍ତଙ୍କୁ ଧନ୍ୟବାଦ ଦିଏ।